भुवनेश्वर ओडिशा कला और क्रीड़ा शिक्षक महासंघ ओडिशा शाखा तरफ राज्य कार्यकारिणी सेक्रेटारी श्रीमती स्मितांजलि महापात्र नेतृत्व में मुख्यमंत्री बासभवन निकट में एक विराट रैली सह शोभायात्रा कांग्रेस भवन निकटरू बाहरी सचिवालय मुख्य आस्थार हजार हजार पुरुष और महिला धारणस्थल में बसिबा सह प्रतिवाद जणाइथिले। एथिरे संघर विभिन्न जिलार पुरातन शिक्षक माने वक्तव्य करने सह दाबीपत्र और लिखित शर्तावली गणमाध्यम को जणाइथिले। मुख्यमंत्री उद्देश्य एवं परिशेष दाबी पूरण न हेबा पर्यंत धारणा रे बसिबु बोली अड़ी बसिथिले। भुवनेश्वररू धीरेन्द्र भोलंक रिपोर्ट, आवाज ओडिशा। शिक्षक महासंघ सेक्रेटरी ଆପଣ କ'ଣ ପାଇଁ ଆଜି ଧାରଣା ଦେଉଛନ୍ତି? ଆଜି ଧାରଣା ଆଜି ଆମେ 12 ବିଜେପି ସରକାରଙ୍କ ସମେତ ଆମେ ଧାରଣା ସେତେବେଳେ କହିଛନ୍ତି ଆମକୁ ଉଚ୍ଚ ଦେଇଥିଲେ ଆମେ ବକ୍ତବ୍ୟ କରିନାହାନ୍ତି। ବିଜେପି ସରକାର ଚାଲିଗଲେ, ବିଜେପି ସରକାର ଆସିଥିଲେ, ସିଏ ବି କହିଥିଲେ ଯେ ଆମେ ଯେତେବେଳେ ଆମର ରୋଲିଂ ପାର୍ଟି ଆସିବ ନିହାତି ଆମେ ତମମାନଙ୍କ କଥା ବୁଝିବୁ। ତ ସେଇ ଆଶା ବିଶ୍ୱାସ ନେଇକି ଆମେ ଯେଉଁ ଆଜି ଆମର ଏକତ୍ରିତ ଅଛନ୍ତି 5000 ପିଟିଆଇ ଅଛନ୍ତି ଓଡ଼ିଶାରେ, ଆମେ ଚାହୁଁଛୁ ଯେ ଆମକୁ ଯେଉଁ 12 ବର୍ଷ ହେଲା ଟ୍ରେନ୍ ସ୍ୱଳ୍ପ ଦରମା ପିଟିଆଇ ମାନେ ପାର୍ଟ ଟାଇମ୍ ଭଳିଆ ଯେଉଁ ଶିକ୍ଷକର ମାନ୍ୟତାକୁ ଉଚ୍ଛେଦ କରାଯିବ ଆଉ ଆମକୁ ପୂର୍ଣ୍ଣ ଶିକ୍ଷକର ମାନ୍ୟତା ପ୍ରଦାନ କରାଯିବ। କାରଣ କ୍ରୀଡ଼ା ହେଉଛି ଗୋଟେ ଏଭଳିଆ ଶିକ୍ଷା ଆଉ କଳା ଗୋଟେ ଶିକ୍ଷା ଯେଉଁଟାକି ପ୍ରତ୍ୟେକ ପିଲାଙ୍କ ପାଇଁ ପ୍ରଯୁଜ୍ୟ। ଆମ ପାଇଁ ବିଦ୍ୟାଳୟରେ ଆପଣ ଦେଖନ୍ତୁ, ବିଦ୍ୟାଳୟରେ ଆମ ପାଇଁ ପିଲାମାନଙ୍କର ସ୍ଥାନ ବହୁତ ବଢ଼ୁଛି, କିନ୍ତୁ ଆମର ମାନ୍ୟତା କେଉଁଠି ବି ନାହିଁ। ନା ଆମର ସ୍କୁଲରେ ରହୁଛି, ନା ଗଭର୍ଣ୍ଣମେଣ୍ଟ ଆମ କଥା ବୁଝୁଛି, ନା ଆମ ପରିବାର କଥା ଗଭର୍ଣ୍ଣମେଣ୍ଟ ବୁଝୁଛି। ତେଣୁ ଆମେ ଏକତ୍ରିତ ହୋଇଛୁ ଆଉ ସୁପ୍ରିମକୋର୍ଟ ଠାରୁ ଆପଣଙ୍କର ସବୁ ପ୍ରକାର ରାୟ ଆମର ଫିଜିକାଲ ଉପରେ ଯାଉଛି। କ୍ରୀଡ଼ାକୁ ଯାହା ହେଲେ ବି ଆପଣଙ୍କର ପ୍ରାଥମିକ ସ୍ତରରୁ ଦିଆଯିବ, ବାଧ୍ୟତାମୂଳକ ସବଜେକ୍ଟ କରାଯିବ। ଯଦି ଏଭଳିଆ ରାୟ ସୁପ୍ରିମକୋର୍ଟ ଆପଣଙ୍କୁ ଦେଇଛନ୍ତି, ଦେଖନ୍ତୁ ମୋ ପାଖରେ ଗୋଟେ ପ୍ରୁଫ୍ ଅଛି, ଆପଣଙ୍କୁ ସୁପ୍ରିମକୋର୍ଟ ରାୟ ଦେଇଥିଲେ, ରାୟ କହିଥିଲେ ଯେ କଳାକୁ ସମ୍ପୂର୍ଣ୍ଣ ରୂପରେ ବାଧ୍ୟତାମୂଳକ କରାଯିବ। ଯେଉଁଟା ରହିଛି ଆମ ପାଖରେ ଅଛି ରିପୋର୍ଟ, ସେଇ ଯେଉଁ ରିପୋର୍ଟଟା ଅଛି ସେଇ ରିପୋର୍ଟ ଅନୁସାରେ ଦେଖନ୍ତୁ ଆମକୁ ଏପର୍ଯ୍ୟନ୍ତ ବାଧ୍ୟତାମୂଳକ କରାଯାଉ। ତେଣୁ ସବୁ ପ୍ରକାର ରିପୋର୍ଟ ଦେଖେଇଲେ ହୁଏତ ବହୁତ ସମୟ ଆପଣମାନଙ୍କୁ ଲାଗିବ, କିନ୍ତୁ ଆପଣଙ୍କ ମାଧ୍ୟମରେ ଆମେ ଗଭର୍ଣ୍ଣମେଣ୍ଟକୁ ଗୁହାରି କରୁଛୁ ଆଜ୍ଞା, ରାଜରାସ୍ତାରେ ବସିବା ବୋଧେ ହୁଏତ ଆପଣମାନଙ୍କୁ ବି ଭଲ ଲାଗିବ ନାହିଁ। ଆପଣମାନେ ସେଇ ଜିନିଷଟାକୁ ବହୁତ ଅପୋଜ କରୁଥିଲେ ବିଜେପି ସରକାର ଥିଲାବେଳେ ଯେ ରାଜରାସ୍ତାରେ କାହିଁକି ଶିକ୍ଷକ ବସିବ, ଶିକ୍ଷକ ହେଉଛି ଦେଶର ମାନଦଣ୍ଡ।